नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। ॐ नमो भगवते वासुदेवाय। ॐ श्री परमात्मने नमः। श्रीमद्भागवत महापुराण द्वितीय स्कंध दशम अध्याय। परीक्षा प्रश्नर उत्तर आरंभ करी मुनिवर श्री भागवतर लक्षण दशमे करन्ति वर्णन। श्रीशुक उवाच सुख कहन्ति राय शुण ये भागवतर लक्षण दश प्रकारे भाव चिंती पुराण पुरुषे बोलन्ति ताहा कहिबा एके एके प्रस्तावे तोहर सम्मुखे सर्ग विसर्ग जेवा स्थान पोषण उति परिमाण जे मनन्तर ईश कथा निरुद्ध मुक्तिर व्यवस्था आश्रय मिशि दश गुण ए भागवतर लक्षण दश विशुद्ध अर्थे रहे नवलक्षण जेवा होए वेद विचारी महाजने तत्व कहन्ति अनुमाने दश इंद्रिय पंचमात्र महत तुले पंचभूत ताहांक जन्म स्वर्ग कही गुण वैषम्य एते होई विराट पुरुषर देहे ब्रह्मा सर्जना जेते होए पुरुष चराचर जेते विसर्ग बोलन्ति टीते विष्णु विजय स्थिति नाम भक्तानुग्रह जे पोषण मन्वन्तर जे मनुधर्म कर्म वासना उति नाम विष्णु अवतार चरित तार भक्तंक जेउ कतम ईश्वर कथा अनुवादे उत्तम पुरुषंक मध्य ईशानु कथा एहा कही अपरे शुण मन देई संहरी आत्मार सकति जले शयन जगपति निरोध बोली तार नाम निज स्वभावे पूर्ण काम मुक्ति स्वरूपे व्यवस्थिति जहि न घटे पुनर्गति आभास निरोध ये दुई जठारु प्रकाश हुई आश्रय नाम से बोलाई परम ब्रह्म जाकु कही से परमात्मा नरहरि अशेष घटे अछि पुरी तार सकाशु जीव एक तेणु बोलाई आध्यात्मिक
ସେ ଅଧିଦେବତା ବୋଲାଇ ଅଧିଭୂତଙ୍କ ଆତ୍ମା ସେହି। ସେବେନି ବିଚ୍ଛେଦ କରଇ ତାହାକୁ ଅଧିଭୂତ କହି। ଅଭାବେ ଏକ ଏକତର ଯଦି ନ ଲକ୍ଷେ ପରସ୍ପର ତେବେ ନୁହଁ ସଂସାର, ତେବେ ନୁହଁ ସଂସାର। ଯେମନ୍ତେ ଚକ୍ଷୁ ଦିନକର ତୃତୀୟ ସାକ୍ଷୀ ରୂପ ହୋଇ ଯେ ଦେଖେ ପର ଆତ୍ମା ସେହି। ଅନ୍ୟ ଆଶ୍ରୟ ସେ ହୁଅଇ ତାର ଆଶ୍ରୟ ଅଟେ ସେହି। ସର୍ବ ଆଶ୍ରୟ ତାର ନାମ ପରମ ପୁରୁଷ ଉତ୍ତମ। ସେ ଯେଉଁ କାଳେ ଅଣ୍ଡ ଭେଦି ବାହାର ହେଲା ଗୁଣ ନିଧି। ଆତ୍ମାର ସ୍ଥାନ ଇଚ୍ଛା କରି ସ୍ୱଭାବେ ଜଳ ସୃଷ୍ଟି କରି। ସେ ଜଳ ମଧ୍ୟରେ ମାୟାଧର ବଞ୍ଚିଲା ସହସ୍ର ବତ୍ସର। ଜଳର ନାର ବୋଲି ନାମ ତେଣୁ ତା ନାମ ନାରାୟଣ। ସେ ଯେ ଦ୍ରବ୍ୟ ଗୁଣ କର୍ମ କାଳ ସ୍ୱଭାବେ ଜୀବ ଏକ ମେଳ। ଯା ଅନୁଗ୍ରହେ ଉପୁଜନ୍ତି ଯାର ନିଗ୍ରହେ ଲୀନ ହନ୍ତି। ସେ ଯୋଗ ମାୟା ବଳେ ଉଠି କଲ୍ପିଲା ଯେଣୁ ନାନା ସୃଷ୍ଟି। ସୁବର୍ଣ୍ଣମୟ ତା ଶରୀର ସର୍ଜିଲା ତ୍ରିବିଧ ପ୍ରକାର। ଆଧିଦେବତ ଆଧ୍ୟାତ୍ମିକ ଆବର ଆଧି ଭୌତିକ। ଶୁଣ ପୌରୁଷ ବୀର୍ଯ୍ୟ ବଳେ ଯଥା ତ୍ରିବିଧ ଭେଦ ହେଲେ। ଅନ୍ତ ଶରୀର ଆକାଶରୁ ପରମ ପୁରୁଷ ଚେଷ୍ଟାରୁ। ସ୍ୱଭାବେ ଓଜସଃ ବଳ ଜାତ ହୋଇଲେ ଅନର୍ଗଳ। ଏ ତିନି ଭାବୁ ପ୍ରାଣଜାତ ଦଶ ପ୍ରାଣଙ୍କ ମୂଳନାଥ। ତାହାର ବଳେ ପ୍ରାଣ ବଳ ଇନ୍ଦ୍ରିୟ ଚେଷ୍ଟା ହିଁ ସକଳ। ଚଳନ୍ତି ତାର ଅନୁପଥେ ଅଶେଷ ପ୍ରାଣୀ ଅନ୍ତର୍ଗତେ। ରାଜାକୁ ଯେହ୍ନେ ଆଶ୍ରୟ କରି ସେବକେ ପଥ ଅନୁସରି। ମୂଳ କମଳୁ ଏହି ମତେ ସଞ୍ଚରୁ ବ୍ରହ୍ମରନ୍ଧ୍ର ପଥେ। ପ୍ରାଣର ଆତଜାତ ଶ୍ରମେ ଉପୁଜେ କ୍ଷୁଧା ତୃଷା ସମେ। କ୍ଷୁଧା ତୃଷାର ମାର୍ଗ ମୁଖ ତେଣୁ ସୃଜିଲା ଅଗ୍ରେ ମୁଖ। ମୁଖର ମୂଳେ ତାଳୁ ଜାତ ତା ସଙ୍ଗେ ରସନା ସମ୍ଭୂତ। ତାର ସଂଯୋଗେ ନାନା ରସେ ବସନ୍ତି ବରୁଣ ବିଶ୍ୱାସେ। ଶବଦ ଅଠେ ମୁଖ ଦ୍ୱାରେ ଅଗ୍ନି ଦେବତା ବାକ୍ୟ ଧରେ। ସୁଚିର କାଳ ଥାଇ ଜଳେ ନାସା ବିବର ବାୟୁ ବଳେ। ଆଘ୍ରାଣ ଅର୍ଥେ ଉପୁଜିଲେ ତକ୍ଷଣେ ଗନ୍ଧ ବହେ ତୁଲେ। ଆତ୍ମାର ଦେଖି ଅନ୍ଧକାର ବ୍ରହ୍ମା ସୃଜିଲା ଚକ୍ଷୁ ଦ୍ୱାର। ଜ୍ୟୋତି ସର୍ଜିଲା ତାର କ୍ଷଣେ ରୂପ ଗ୍ରହଣ ଇଚ୍ଛି ମନେ। ବେଦ ପୁରୁଷଙ୍କ ବଚନେ ବିଧାତା ବେଦ ଅନୁମାନେ। ଶୁଣିବା ଅର୍ଥେ ନାନା ସ୍ୱନ ନିର୍ମଳେ ପ୍ରକାଶିଲା କର୍ଣ୍ଣ। ଦିଗ ଦେବତାଙ୍କର କ୍ଷଣେ ପ୍ରକାଶେ ଯେ ବାମ ଦକ୍ଷିଣେ। ବସ୍ତୁର କୋମଳ କଠିନ ଲଘୁ କି ଅବା ଗୁରୁ ଗୁଣ। ଶୀତଳ ଉଷ୍ମ ଯେଣେ ଜାଣି ପବନ ଯୋଗେ ପରିମାଣି। ସେ ଚର୍ମ ଇନ୍ଦ୍ରି ଗୁଣେ ଭଜି ଉପରେ ବହେ ରୋମରାଜି। ଅଶେଷ କର୍ମ କରିବାରେ ପ୍ରକାଶ ହୃଦୟ ଉପରେ। ବାମ ଦକ୍ଷିଣ ବେନିକର ଯହିଁ ରକ୍ଷକ ସୁନାସିର। ଦାନ ଆଦାନ କର୍ମ ଆଦି ଅର୍ଥେ ସର୍ଜିଲା ବେଦବାଦୀ। ଜୀବର ଗତାଗତେ ପୁଣ ବିଧାତା ସର୍ଜିଲା ଚରଣ। ସେ ବାମ ଦକ୍ଷିଣ ପଦର ରକ୍ଷକ ହେଲେ ଯଜ୍ଞେଶ୍ୱର। ସମସ୍ତ ହବ୍ୟ କବ୍ୟ ବିଧି ଚରଣ ଯୁଗ ବଳେ ସାଧି। ବେନି ଚରଣ ମୂଳ ଦେଶେ ଆନନ୍ଦେ ଶିଷ୍ମ ପରକାଶେ। ସନ୍ତାନ ଉତ୍ପତ୍ତି କାରଣେ ରକ୍ଷକ ପ୍ରଜାପତି ଗଣେ। ଉଭୟ ଆନନ୍ଦର ଦ୍ୱାର ସମ୍ଭୋଗ ନର ନାରୀଙ୍କର। ପ୍ରକାଶେ ଗୁହ୍ୟ ଅଧସ୍ଥାନେ ଧାତୁଙ୍କ ମଳ ଉତ୍ସୃଜନେ।
মিত্র দেবতার বিষয়, উভয় উৎসর্গ আশ্রয়। দেহরু দেহান্তর গতি, ইচ্ছারু নাভি উৎপত্তি। নাভিরে প্রাণ যে অপান, বিযোগে হুই মরণ। অন্ন ভোজন পান সধে, নাড়ি সৃজিলা কুক্ষি মধ্যে। নাড়িরে নদী তৃষা বসে, অন্ত্রে সমুদ্র রহে গ্রাসে। উভয় নিমিত্ত এ দুই, যে তুষ্টি পুষ্টি নাম বহি। আত্মমায়াকু চিন্তা করি, সত্যে হৃদয় রূপ ধরি। কাম সংকল্প চন্দ্রমন, হৃদয় এহাঙ্কর স্থান। হৃদয় আবরিবাসে, অস্থি সর্জিলা পৃষ্ঠ দেশে। অস্থি ভিতরে মজা কলা, উপরে মেদ ভিয়াইলা। তার উপরে মাংস ধরি, রুধির আবরণ করি। তার উপরে ত্বক চর্ম, মজ্জার মধ্যে রহে ব্যোম। এমন্তে করি সপ্ত ধাতু, সে ভূমি জল তেজ হেতু। আকাশ জল বায়ু ঘেনে, প্রাণর হেতু ଏହି ତିନି। ବାସ୍ତରି ସହସ୍ର ଯେ ନାଡ଼ି, ହୃଦ କମଳ ମଧ୍ୟେ ବେଢ଼ି। ପ୍ରାଣର ହୋଇ ତାଙ୍କ ମଧ୍ୟେ, ଅନ୍ତରେ ରସ ମୂଳ ଭେଦେ। যে গুণাত্মক ইন্দ্রিয় গণ ভূতাদি প্রভব, যে গুণ কল্পিত অহংকারে পূর্ণ। সর্ববিকার আত্মা মন, বুদ্ধি বিজ্ঞান স্বরূপিণী। যেণে সংসার মায়া জিণী, অবনি উদକ নଳ ପବନ ଆକାଶ ମଣ୍ଡଳ। ଏ ପଞ୍ଚଭୂତ କଳେବର ବିଷ୍ଣୁର ଭଜନ ମନ୍ଦିର। ଏମନ୍ତେ କହିଲି ମୁଁ ତୋତେ, ବିଷ୍ଣୁର ସ୍ଥୂଳ ରୂପ ଯେତେ। ଏ ଜୀବ ବ୍ରହ୍ମାଣ୍ଡ ଧାରଣେ, ବେଷ୍ଟିତ ଅଷ୍ଟ ଆବରଣେ। ପୃଥିବୀ ଆଦି ପଞ୍ଚଭୂତ, ମନ ଅହଙ୍କାର ମହତ। ଏ ଅଷ୍ଟ ଗୁଣେ ଆବରଣ, ଏମନ୍ତେ ବ୍ରହ୍ମାଣ୍ଡ ଘଟଣ। ଏ ସ୍ଥୂଳ ରୂପ ଯେ ତାହାର, ଏହା ଉପରେ ତୀକ୍ଷ୍ମ, ଏହା ଉପରେ ସୂକ୍ଷ୍ମତର। ଏ ନିର୍ବିକାର ନିରଞ୍ଜନ, ଅନାଦିପ ମଧ୍ୟମ ନିଧନ। ସେ ଶୂନ୍ୟ ମଧ୍ୟେ ନିରାକାର, ମନ ବଚନ ଅଗୋଚର। ଏ ସ୍ଥୂଳ ସୂକ୍ଷ୍ମ ରୂପ ଧରି, ଖେଳଇ ଆତ୍ମମାୟା କରି। ପଣ୍ଡିତେ ନ ଦେଖନ୍ତି ଏହା, ସୃଷ୍ଟି ସଂକଳ୍ପ ବିଷ୍ଣୁ ମାୟା। ବାଚ୍ୟବାଚକ ରୂପ ଧରି, ସେ ବ୍ରହ୍ମ ରୂପୀ ଅବତରି। ସେ ରୂପ ନାମ କ୍ରିୟା ଧାତୁ, ଅକର୍ମା ହୋଇ କର୍ମ ହେତୁ। ସର୍ବସଂକଳ୍ପ କ୍ରିୟା ଅର୍ଥେ, ଶୁଣ କହିବାର ଯେତେ। ଅଂଶକେ ଭିନ୍ନ ଭିନ୍ନ କରି, ସେ ପ୍ରଜାପତି ରୂପ ଧରି। ମନକୁ ସର୍ଜିଲା ସେ ହେଳେ, ଋଷି ଦେବତା ପିତୃ ମେଳେ। ସିଦ୍ଧ ଚାରଣ ବିଦ୍ୟାଧର, ଗନ୍ଧର୍ବ ଗୁହ୍ୟକ ଅସୁର। କିନ୍ନର ଅପ୍ସରା ଗଣ, ନାଗ ପୁରୁଷ ଯେ ପୁଣ। ଯକ୍ଷ ଉରଗ ମାତୃଗଣ, ପିଶାଚ ଭୂତ ପ୍ରେତମାନ। କୁଷ୍ମାଣ୍ଡ ଗଣ ବିନାୟକ, ଉନ୍ମାଦ ବେତାଳ ଯେତେକ। ଯେ ଧାତୁ ଧାନ ସରୀସୃପ, ଗ୍ରହ ମୃଗାଦି ଖଗ ରୂପ। ବୃକ୍ଷ ପର୍ବତ ପଶୁ ଗଣ, ଏ ରୂପେ କଲେକ ସର୍ଜନ। ଦ୍ୱିବିଧ ଚତୁର୍ବିଧ ଗଣେ, ଜଳେ ବା ସ୍ଥଳେ ବା ଗଗନେ। ମିଶ୍ର କୁଶଳ ଅସୁ ଅକୁଶଳ, ତିନି ପ୍ରକାରେ କର୍ମ ଫଳ। ଏତେ ପ୍ରକାରେ କର୍ମ ଗତି, ଆତ୍ମାର ବଳେ ସେ ସର୍ଜନ୍ତି। ଗୁଣ ପ୍ରଭେଦେ ତିନି ଲୋକ, ଦେବ ଅସୁର ନର ଲୋକ।
ସତ୍ୱଗୁଣରୁ ଦେବ ହୋଇ ମନୁଷ୍ୟ ରଜଗୁଣ ବହି। ତମ ଗୁଣରୁ ଅଧୋଗତି ପାପିଷ୍ଠେ ତହିଁ ବିଶ୍ରାମନ୍ତି। ସେ ତିନି ଲୋକେ ତିନି ଗତି ଭାବେ ସୃଜିଲା ପ୍ରଜାପତି। ସେ ପୁଣ ଚିତ୍ର ପ୍ରାୟ ହୋଇ ସ୍ୱଭାବେ ଭିନ୍ନ ଭିନ୍ନ ଦେହି। ଏକ ଆରେକେ ନ ଗଣିଲେ ନିଶ୍ଚଳେ ରହି ନ ପାରିଲେ। ତା ଦେଖି ପ୍ରଭୁ ନର ହରି ତକ୍ଷଣେ ଧର୍ମ ରୂପ ଧରି ବିଶ୍ୱକୁ ପାଳିବାର ଅର୍ଥେ ଦେବ ମନୁଷ୍ୟ ପଶୁ ଗତେ। ଏ ତିନି ରୂପେ ଭଗବାନ ରକ୍ଷା ପୋଷଣେ କରି ସ୍ଥାନ। ସୁଖ ସମ୍ପଦେ ଦିନ ହରେ ଯେ ବିଧି ସଂସାର ବ୍ୟବହାରେ। ସୃଷ୍ଟିର ଭୋଗ ଅନ୍ତେ ହରି କାଳାଗ୍ନି ରୁଦ୍ର ରୂପ ଧରି। ଆତ୍ମାର କ୍ରୀଡ଼ା ନାଶ କରେ ବାଳକ ଯେ ସନେ ବ୍ୟବହାରେ। ସର୍ବହରଇ ଅବସାନେ ଜିମୁତ ଯେ ସନେ ପବନେ। ଏଭାବେ ହରି ଗୁଣ ଯେତେ ସୁରେ ଜାଣିବେ କାହିଁ ଚିତେ। କେବଳ ଭାବେ ତାଙ୍କୁ ଜାଣି ଶ୍ରୁତି ବଚନେ ତା ପ୍ରମାଣି। ସୃଷ୍ଟିର ଜନ୍ମ ଆଦି କାଳେ ଯେ କର୍ମ ସାଧେ ଯୋଗ ବଳେ। ସ୍ୱଭାବେ କର୍ମ ଯାର ନାହିଁ ମାୟାରେ ବିଶ୍ୱ ପ୍ରକାଶଇ। ଏ ବ୍ରହ୍ମ କଳ୍ପର ସଂସାର ବିକଳ୍ପ ନାମଟି ଯେ ଆର। ଏ ନିତ୍ୟ ସାଧାରଣ ବିଧି ଯେ ପୂର୍ବ କଳ୍ପରୁ ପ୍ରସିଦ୍ଧି। ପ୍ରାକୃତ ବୈକୃତ ସଂସାର ମହତ ସ୍ଥାନର ସଞ୍ଚାର। ସଂକ୍ଷେପେ କହିଲଇଁ ତତେ ତୁ ଯାହା ପଚାରିଲୁ ମତେ। ଯେ କଳ୍ପ ଲକ୍ଷଣ ଯେ ନାମ ଯେ ବା କାଳର ପରିଣାମାଣ। ଯେ ବ୍ରହ୍ମ କଳ୍ପ ମନ୍ୱନ୍ତର ପଦ୍ମକଳ୍ପର ଯେ ବିଚାର। ଭାବେ କହିବା ବିସ୍ତାରିଣ ରାଜନ ସାବଧାନେ ଶୁଣ। ଶୌନକ ଉବାଚ ହେ ସୁତ କହ ବିଷ୍ଣୁ କଥା। ଯେଣେ ଛାଡ଼ିବ ଭବ ବ୍ୟଥା। ପୂର୍ବ କଳ୍ପର କଥା କହ ଯେଣେ ଛାଡ଼ିବ ଭବ ମୋହ। ଦୁର୍ଯ୍ୟୋଧନର ଦୁଷ୍ଟ ବାଣୀ ବିଦୁର ସଭା ମଧ୍ୟେ ଶୁଣି। କୁଟୁମ୍ବ ଆଶା ଦୂର କରି ତୀର୍ଥ ସେବନ ମନେ ଧରି। ପୃଥିବୀ କଲା ପର୍ଯ୍ୟଟନ ବୁଲି ପର୍ବତ ଘୋର ବନ। କୈବଲ୍ୟ ଲାଭେ ଇଚ୍ଛା କଲା ଅନେକ ତୀର୍ଥ ସେ ଭ୍ରମିଲା। ମୈତ୍ରେୟ ମୁନି ସଙ୍ଗେ ତାର କାହିଁ ହୋଇଲା ଏକ ସ୍ୱର। ବ୍ରହ୍ମ ସମ୍ବାଦ ବେନି ଜନେ କରି ବଞ୍ଚିଲେ କେଉଁ ସ୍ଥାନେ। ବିଦୁର ପଚାରିଲେ ଯେତେ ମୈତ୍ରେୟ ବୁଝିଲେ ଯେ ମନ୍ତେ। ସେ ବନ୍ଧୁ ତ୍ୟାଗୀ କି ନିମନ୍ତେ ପୁଣି ମିଳିଲା ଇନ୍ଦ୍ରପ୍ରସ୍ଥେ। ସୁତ ଉବାଚ ଯେ ପ୍ରଶ୍ନ କଲ ତୁମ୍ଭେ ମୋତେ ପ୍ରଶ୍ନ ଶୁକଙ୍କ ଅଗ୍ରତେ। ପୁଛିଲେ ରାଜା ପରୀକ୍ଷିତ ମୈତ୍ରେୟ ବିଦୁର ଚରିତ। ପରୀକ୍ଷ ବାକି ଚିତ୍ତେ ଘେନି ଯାହା କହିଲେ ଶୁକ ମୁନି। ସେ ପ୍ରଶ୍ନ ଅନୁସାରେ ଯେତେ ଶୁଣ କହିବା ଭାଗବତେ। ସୁତ ଶୌନକ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଦ୍ୱିତୀୟ ସ୍କନ୍ଧେ ଭାଗବତ ଅମୃତର ସମୟ ଗୀତ। ସୁଜନ ଜନଙ୍କର ହିତ କହିଲା ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ଦଶଲକ୍ଷଣ ବର୍ଣ୍ଣନମ୍ ନାମ ଦଶମୋऽଧ୍ୟାୟ ସମାପ୍ତୋऽୟଂ ଦ୍ୱିତୀୟ ସ୍କନ୍ଧ। ହରି ଓମ୍ ତତ୍ସତ୍।